ଏବେ ଆସିଲା ଖରା ଛୁଟି ଘୋଷଣାକୁ ନେଇ ବଡ଼ ଖବର। ବର୍ତ୍ତମାନ ଯାହା ବି କିଛି ନୂଆ ସୂଚନା ମିଳିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ। ତେଣୁ ଚାଲନ୍ତୁ ଆଉ ଡେରି ନ କରି ଫଟାଫଟ ଅପଡେଟଟି ଜାଣିବା। ହେଲେ ତାହା ପୂର୍ବରୁ ଭିଡିଓଟାକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲରେ କ୍ଲିକ୍ କରି ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। କାହିଁକି ନା ଯାହା ବି କିଛି ନୂଆ ନୂଆ ଅପଡେଟ ଆସୁଛି ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ ଉପରେ ନଜର ପକାଇବା। ସ୍କୁଲ ଛୁଟି ନେଇ ମିଥ୍ୟା ଖବର ପ୍ରସାରିତ ହେଉଛି। ଏନେଇ ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ଜୁନ 15 ତାରିଖ ଯାଏଁ ସ୍କୁଲ ଛୁଟି ସମ୍ପର୍କିତ ଏକ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଏହାକୁ ନେଇ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହି ଘଟଣା ବିଭାଗର ଦୃଷ୍ଟିକୁ ଆସିବା ପରେ ଏକ ସ୍ପଷ୍ଟୀକରଣ ରଖାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍କୁଲ ଛୁଟି ନେଇ କୌଣସି ଚିଠି ହୋଇନାହିଁ। ତେଣୁ ଏହି ମିଥ୍ୟା ଖବରରୁ ଦୂରେଇ ରୁହନ୍ତୁ। ଏହିଭଳି ମିଥ୍ୟା ପ୍ରଚାର କରି ସାଧାରଣରେ ବିଭ୍ରାନ୍ତ ସୃଷ୍ଟି କରିବା ଦଣ୍ଡନୀୟ ଅପରାଧ ବୋଲି ବିଭାଗ କହିଛି। ଗତ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଖରା ପାଇଁ 20 ତାରିଖ ପର୍ଯ୍ୟନ୍ତ ଖରା ଛୁଟି କରାଯାଇଛି। ତେବେ ଏହାର କୌଣସି ଅବଧି ବୃଦ୍ଧି କରାଯାଇ ନାହିଁ।